ଆଉ ଗୋଟେ ଇଣ୍ଟରେଷ୍ଟିଂ କଥା ଯେ ଯୋଉ ଯୁବପିଢି ମାନେ ରାଜନୀତି କରିବାକୁ ଚାହୁଁଛନ୍ତି କିମ୍ବା ଏଇ ରାଜନୈତିକ କ୍ୟାରିୟରରେ ପାଦ ଦେବାକୁ ଚାହୁଁଛନ୍ତି ତାଙ୍କୁ ଆପଣ କଣ ଉପଦେଶ ଦେବେ ଯାହାଫଳରେ କି ସେ ଗୋଟେ ସ୍ୱଚ୍ଛ ପ୍ରାର୍ଥୀ ଏବଂ ଗୋଟେ ଭଲ ରାଜନୀତି କରିବାରେ ସକ୍ଷମ ହେବେ? ଆପଣ କଣ ତାକୁ ଉପଦେଶ ଦେବେ? ରାଜନୀତି କରିବାରେ ରାଜନୀତି ଏକ ସାଧନା, ସାମାଜିକ ସମାଜ ସେବାର ମାନସିକତା, ଅନ୍ୟମାନଙ୍କ ପାଇଁ କିଛି କରିବାର ମାନସିକତା, ସାହାଯ୍ୟ ସହଯୋଗ ସହାନୁଭୂତି କଥା, ଏ ମାନସିକତା ଯାହା ଭିତରେ ନଥିବ ସେମାନେ ରାଜନୀତି ଭିତରକୁ ଆସିବା ଉଚିତ ନୁହଁ। ବର୍ତ୍ତମାନ କଣ ଦେଖାଯାଉଛି, ଯୋଉମାନଙ୍କ ପାଖରେ କିଛି ଅର୍ଥ ହଉଛି, ଯୋଉମାନଙ୍କ ପାଖରେ କିଛି ତାଙ୍କର ଅଛି ପାରିବାରିକ ବ୍ୟବସ୍ଥା ଅଛି, ରାଜନୀତି ଭିତରେ ଯୋଉମାନେ ସମ୍ପୃକ୍ତ ତାଙ୍କ ପିଲାମାନେ ସେମାନେ ଭାବୁଛନ୍ତି ଆମେ ରାଜନୀତି କି ଗୋଟେ ସରଳ ବ୍ୟବସ୍ଥା ଭାବିକି ରାଜନୀତି ପ୍ରତି ମନ ବଳଉଛନ୍ତି ଏବଂ ସେମାନେ ଝୁଣ୍ଟି ପଡୁଛନ୍ତି। ଲୋକମାନଙ୍କ ପାଇଁ କିଛି କରିବା, ଲୋକମାନଙ୍କ ପାଇଁ କିଛି ଚିନ୍ତା କରିବା, ତଳ ସ୍ତରରେ ଯୋଉମାନେ ସମାଜରେ ଅଛନ୍ତି, ଗାଁ ଗଣ୍ଡାରେ ଯୋଉମାନେ ସବୁଠାରୁ ତଳ ସ୍ତରରେ ଥିବା ଲୋକ, ତାଙ୍କ ସୁବିଧା ଅସୁବିଧା ସାମିଲ ହବା, ସିଏ ହଉଛି ରାଜନୈତିକ ମାନସିକତା। ତା ଭିତରକୁ ଆଗାମୀ ଯୁବପିଢି ଆସିବାର ଦରକାର ଅଛି, କାରଣ ସେମାନଙ୍କୁ ଭରସାରେ ଏ ଦେଶ ଚାଲିବ, ସମାଜ ଚାଲିବ। ସେମାନଙ୍କ ମନ ଭିତରେ ସମାଜ ସେବାର ମାନସିକତା ରଖିବାର ଅଛି, ସୃଷ୍ଟି କରିବାର ଅଛି। ତେଣୁ ସେମାନେ ଆଗାମୀ ଦିନରେ ଆଗେଇ ଆସନ୍ତୁ, ଏ ସମାଜର ଦାୟିତ୍ୱ ନିଅନ୍ତୁ, ଗାଁ ଗଣ୍ଡାରେ ସାଧାରଣ ଲୋକର ସମସ୍ୟା ସହିତ ସାମିଲ ହୁଅନ୍ତୁ। ରାଜନୀତିରେ କିଛି ପଦବୀ ପାଇବା ବଡ କଥା ନୁହଁ, ପଦବୀ ପାଇଁ ରାଜନୀତି କେହି ନ କରି ଲୋକମାନଙ୍କ ସମସ୍ୟା ପାଇଁ ରାଜନୀତି କରନ୍ତୁ। ରାଜନୀତି ପାଇଁ କେଉଁଟା ବେଶୀ ଆବଶ୍ୟକ, ମ୍ୟାନ ପାୱାର ନା ମନି ପାୱାର? ରାଜନୀତି ପାଇଁ ମ୍ୟାନ ପାୱାରଟା ହଉଛି ସବୁଠାରୁ ବଡ କଥା। ମନି ପାୱାରର କିଛି ଆବଶ୍ୟକତା ଅଛି ବର୍ତ୍ତମାନ ରାଜନୀତିରେ, କାହିଁକିନା ବିନା ପଇସାରେ କିଛି ହେଇପାରିବ ନାହିଁ, କିନ୍ତୁ ପଇସାରେ ସବୁ ହେଇପାରିବ ନାହିଁ। ତେଣୁ ପ୍ରଥମ କଥା ହଉଛି ମଣିଷ ମାନଙ୍କ ସହିତ ସମ୍ପର୍କ, ଲୋକମାନଙ୍କ ସହିତ ସମ୍ପର୍କ, ତାଙ୍କ ସମସ୍ୟା ସହିତ ସାମିଲ ହେବା। ପରବର୍ତ୍ତୀ ଅବସ୍ଥାରେ ପଇସାର ଆବଶ୍ୟକତା ଆସିବ। ବର୍ତ୍ତମାନ ଆମ ଏରସମା ବାଲିକୁଦାର ବିଧାୟକ ଅଛନ୍ତି ଶ୍ରୀଯୁକ୍ତ ସଦାଭୂଷଣ ଜେନା, ତାଙ୍କୁ ଆପଣ କିଭଳି ଭାବରେ ଦେଖୁଛନ୍ତି? ସେ ଠିକ କାମ କରୁଛନ୍ତି କି ଆପଣଙ୍କ ତାଙ୍କ କାମର ସାମଞ୍ଜସ୍ୟ କଣ ରହିଛି, କଣ ପୃଥକତା ରହିଛି, ତା ବିଷୟରେ ଆପଣ କିଛି ବିବରଣୀ ରଖିବେ? ଶାରଦା ବାବୁ ନୂଆ ବିଧାୟକ ହେଇଛନ୍ତି, ମୋଟେ 2 ବର୍ଷ ପୂରଣ ହେଲା। 2 ବର୍ଷ କେବେ ଗୋଟେ ବଡ ସମୟ ନୁହଁ ନିଜର ପରାକାଷ୍ଠା ଦେଖେଇବା କିମ୍ବା ଲୋକମାନଙ୍କ ପାଇଁ କିଛି କରିବା। ଆହୁରି 3 ବର୍ଷ ସମୟ ଅଛି ଏବଂ ସେ ଜଣେ ଅନୁଭବୀ ରାଜନେତା। ମୁଁ ଆଶା କରିବି ନିଶ୍ଚିତ ଭାବରେ ସେ ଲୋକମାନଙ୍କ ସମସ୍ୟା ସହିତ ଜଡ଼ିତ ହେବେ ଏବଂ ସମସ୍ୟା ସମାଧାନ କରିବେ।